15 ଅଗଷ୍ଟ ଶୁକ୍ରବାର ଜନ୍ମାଷ୍ଟମୀ ଦିନ କିଛି କରନ୍ତୁ କିମ୍ବା ନ କରନ୍ତୁ। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟା ସମୟରେ ନିଜ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ନିଶ୍ଚିତ ଭାବରେ ପ୍ରଜ୍ୱଳନ କରନ୍ତୁ। ଆପଣଙ୍କର ବର୍ଷ ବର୍ଷର ଦୁଃଖ କଷ୍ଟ ଯନ୍ତ୍ରଣା ଧନଜନିତ ସମସ୍ୟା 1 ମାସ ମଧ୍ୟରେ ଦୂର ହୋଇଯିବ। ଆପଣଙ୍କର ପରିବାର ସୁଖ ଶାନ୍ତି ସମୃଦ୍ଧିରେ ପରିପୂର୍ଣ୍ଣ ହେବ। ସ୍ୱୟଂ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ବର୍ଷା ହେବା ସହିତ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣଙ୍କ ପରିବାର ଉପରକୁ ଯାହା ବି ଦୁଃଖ କଷ୍ଟ ଆସିବ, ମା ଲକ୍ଷ୍ମୀ ଏବଂ ନାରାୟଣ ସେସବୁ ଦୁଃଖ କଷ୍ଟକୁ ଦୂର କରିଦେବେ। ଦର୍ଶକ ବନ୍ଧୁ, ପବିତ୍ର ଜନ୍ମାଷ୍ଟମୀଟିକୁ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଯଦି ଆପଣମାନେ ନିଜ ଜୀବନରେ ଅର୍ଥଜନିତ ସମସ୍ୟାରେ ଫସି ଯାଇଛନ୍ତି ଏବଂ ବିଭିନ୍ନ ପ୍ରକାରର ଉପାୟକୁ କରିବା ପରେ ବି ଯଦି ଆପଣଙ୍କୁ ସେଥିରୁ ଶୁଭଫଳ ମିଳିପାରୁନାହିଁ, ତେବେ ଥରେ ମାତ୍ର ଏହି ଉପାୟଟିକୁ ପରୀକ୍ଷା କରି ଦେଖନ୍ତୁ। ଯଦି ଆପଣ ବର୍ଷ ବର୍ଷର ଋଣ କରଜରେ ପଡ଼ିଯାଇଛନ୍ତି କିମ୍ବା ଚାକିରି କ୍ଷେତ୍ରରେ ଆପଣଙ୍କୁ ଶୁଭଫଳ ମିଳିପାରୁନାହିଁ, ତେବେ ଆଜି ଜନ୍ମାଷ୍ଟମୀର ସନ୍ଧ୍ୟା ପୂର୍ବରୁ ନିଜ ଘରେ ଏହି 3ଟି ଜାଗାରେ 3ଟି ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରି ଦେଖନ୍ତୁ। ଏହାକୁ ଲଗାଇ ଦେବା ଦ୍ୱାରା ଆପଣଙ୍କ ଜୀବନରୁ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲି ଯାଇଥାଏ। ଦର୍ଶକ ବନ୍ଧୁ, ବ୍ୟସ୍ତବହୁଳ ଜୀବନ ଭିତରେ ଯଦି ଆପଣମାନଙ୍କୁ ଭଗବାନଙ୍କର ପୂଜାର୍ଚ୍ଚନା କରିବା ପାଇଁ ସମୟ ହେଉନାହିଁ, ତେବେ ଆପଣମାନେ ପବିତ୍ର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର ପୂଜା କରିବା ସହିତ ଘରର ଏହି 3ଟି ଜାଗାରେ 3ଟି ଦୀପକୁ ନିଶ୍ଚୟ ଲଗାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ଜନ୍ମାଷ୍ଟମୀଟି ଶ୍ରୀକୃଷ୍ଣଙ୍କୁ ସମର୍ପିତ ଅଛି ଏବଂ ଆପଣମାନେ ଏହି ଦିନ ଯେକୌଣସି ବି ଉପାୟକୁ କରିଦେବେ, ସେଥିରୁ ଆପଣଙ୍କୁ ଶୁଭାଶୁଭ ଫଳ ପ୍ରାପ୍ତ ହେବ। ଯଦି ଆପଣମାନେ ନିଜ ଜୀବନରୁ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ ଥରେ ମାତ୍ର ଏହି ଉପାୟଟିକୁ ପରୀକ୍ଷା କରି ଦେଖିବେ। ଯଦି ବ୍ୟସ୍ତବହୁଳ ଜୀବନ ଭିତରେ ଆପଣଙ୍କୁ ଭଗବାନଙ୍କ ପୂଜା କରିବାରେ କିଛିଟା ଭୁଲ ହୋଇଯାଉଛି, ତେବେ ଆପଣମାନେ ଏହି ଜନ୍ମାଷ୍ଟମୀ ଦିନ ଏହି ଉପାୟଟିକୁ କରିବା ଦ୍ୱାରା ଆପଣଙ୍କର ସମସ୍ତ ଭୁଲ କ୍ଷୟ ହୋଇଯାଇଥାଏ ଏବଂ ଆପଣମାନେ ପୁଣ୍ୟଫଳ ପ୍ରାପ୍ତ କରିଥାନ୍ତି। ଆପଣମାନେ କେବଳ ଜନ୍ମାଷ୍ଟମୀର ସନ୍ଧ୍ୟା ସମୟରେ ନିଜ ଘରର 3ଟି ଜାଗାରେ 3ଟି ଦୀପକୁ ପ୍ରଜ୍ୱଳନ କରିବେ। ଦେଖିବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବ। ତା ସହିତ ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ଖୋଲିଯିବ ଏବଂ ଯଦି ଆପଣଙ୍କର ଅଜାଣତରେ କିଛି ଭୁଲ ହୋଇଯାଇଥାଏ, ତେବେ ମା ଲକ୍ଷ୍ମୀ ସେସବୁକୁ ମଧ୍ୟ କ୍ଷମା କରିଦେବେ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ପ୍ରତ୍ୟେକ ସଧବା ନାରୀମାନେ ନିଜ ପରିବାରର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ତେବେ ଯଦି ଆପଣମାନଙ୍କୁ ସମସ୍ତ ଉପାୟକୁ କରିବା ପରେ ବି ଲାଭଫଳ ମିଳିପାରୁନାହିଁ, ତେବେ ଆଜିର ଏହି ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ସମସ୍ତଙ୍କର ମନସ୍କାମନା ଥାଏ କି ମା ଲକ୍ଷ୍ମୀଙ୍କର ଆଶୀର୍ବାଦକୁ ପ୍ରାପ୍ତ କରିବା ପାଇଁ, କିନ୍ତୁ ସେମାନଙ୍କର ଜାଣତରେ କିମ୍ବା ଅଜାଣତରେ ଏମିତି କିଛି ଭୁଲ କରିଦିଅନ୍ତି, ଯାହାଦ୍ୱାରା ମା ଲକ୍ଷ୍ମୀ ସେମାନଙ୍କ ପରିବାର ଉପରେ ରୁଷ୍ଟ ହୋଇଯାଆନ୍ତି। ସେଥିପାଇଁ ସମସ୍ତ ସଧବା ନାରୀମାନେ ନିଜ ପରିବାରର ଉନ୍ନତି କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି, ଯାହାଦ୍ୱାରା ସେମାନଙ୍କର ସ୍ୱାମୀ ଉନ୍ନତି କରିବା ସହିତ ସେମାନଙ୍କର ପରିବାରଟି ମଧ୍ୟ ହସ ଖୁସିରେ ଅତିବାହିତ ହୋଇଥାଏ। ତା ସହିତ ଲକ୍ଷ୍ମୀ ନାରାୟଣ ମଧ୍ୟ ସେମାନଙ୍କ ପରିବାର ଉପରେ ପ୍ରସନ୍ନ ହୋଇଥାନ୍ତି। ତେବେ ଆଜି ଭଳି ଜନ୍ମାଷ୍ଟମୀଟିକୁ ଏମିତି ହାତଛଡ଼ା କରନ୍ତୁ ନାହିଁ। ପ୍ରତ୍ୟେକ ଦିନମାନଙ୍କର କିଛି ନା କିଛି ମହତ୍ତ୍ୱ ରହିଥାଏ। ସେଥିପାଇଁ ଆଜି ଭଳି ପବିତ୍ର ଜନ୍ମାଷ୍ଟମୀଟିକୁ ଯଦି ଆପଣମାନେ କିଛିଟା ଉପାୟକୁ କରିଦେବେ, ତେବେ ଆପଣଙ୍କର ଜୀବନରେ ଉନ୍ନତି ହେବା ସହିତ ଆପଣଙ୍କର ଧନଜନିତ ସମସ୍ୟା ମଧ୍ୟ ସବୁଦିନ ପାଇଁ ଦୂର ହୋଇଯିବ। ଯଦି ଆପଣମାନେ ଏହିସବୁ ଉପାୟକୁ କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣ ପ୍ରସନ୍ନ ହୋଇଯିବେ, ତେବେ ଆପଣଙ୍କ ମନରେ ଥିବା ସମସ୍ତ ଅଧା ଅଧୁରା ମନସ୍କାମନାକୁ ସବୁଦିନ ପାଇଁ ପୂର୍ଣ୍ଣ କରିଦେବେ। ଦେଖନ୍ତୁ, ସର୍ବପ୍ରଥମେ ଆପଣମାନେ ଜନ୍ମାଷ୍ଟମୀର ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିଦେବେ। ଆପଣମାନେ ନିଜେ ସ୍ନାନ କରିସାରିବା ପରେ ଆପଣଙ୍କ ଘରର ଚତୁଃପାର୍ଶ୍ୱକୁ ଭଲ ଭାବରେ ସଫା କରିଦେବେ।
ତା ସହିତ ଆପଣଙ୍କ ଘରର ଚତୁଃପାର୍ଶ୍ୱରେ ଗଙ୍ଗା ଜଳକୁ ସିଞ୍ଚନ କରିବେ। ଦର୍ଶକ ବନ୍ଧୁ, ଯେହେତୁ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଇଥାଏ, ସେଥିପାଇଁ ଆପଣମାନେ ମଧ୍ୟ ଚାହିଁଲେ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରାଇବା ପାଇଁ କିଛିଟା ଉପାୟକୁ କରିପାରିବେ। ଦର୍ଶକ ବନ୍ଧୁ, ଭିଡ଼ିଓର ଆଗରେ ମୁଁ ଆପଣମାନଙ୍କୁ ଏମିତି କିଛିଟା ଜିନିଷ ବିଷୟରେ ବତାଇବା ପାଇଁ ଯାଉଛି, ଯାହାକୁ ଆପଣମାନେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଦ୍ୱାରା ଆପଣମାନେ ନିଜ ଜୀବନରେ ବହୁମାତ୍ରାରେ ଉନ୍ନତି କରିବେ। ଦର୍ଶକ ବନ୍ଧୁ, ଆପଣଙ୍କ ଘରର ଚତୁଃପାର୍ଶ୍ୱକୁ ଭଲ ଭାବରେ ସଫା କରିସାରିବା ପରେ ନିଜ ମୁଖ୍ୟ ଦ୍ୱାରରେ ହଳଦୀ ପାଣିକୁ ସିଞ୍ଚନ କରିବେ ଏବଂ ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଦୁଇଟି ସ୍ୱସ୍ତିକକୁ ଅଙ୍କନ କରିବେ ଏବଂ ଧ୍ୟାନ ରଖିବେ ଯେପରି ସେହି ସ୍ୱସ୍ତିକଟିକୁ ଆପଣମାନେ ହଳଦୀ ଦ୍ୱାରା ହିଁ ଅଙ୍କନ କରିବେ, ଯାହାଦ୍ୱାରା ଆପଣଙ୍କ ପରିବାର ଉପରେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ସଦାସର୍ବଦା ବନି ରହିବ। ତା ସହିତ ଆପଣଙ୍କ ଜୀବନକୁ କେବେ ହେଲେ ବି ଧନଜନିତ ସମସ୍ୟା ପ୍ରବେଶ କରିପାରିବ ନାହିଁ। ଶାସ୍ତ୍ରରେ ମାନ୍ୟତା ଅଛି ଯେ ଯେଉଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସ୍ୱସ୍ତିକ ଅଙ୍କନ କରାଯାଇଥିବ, ସେହି ଘରେ ଦେବାଦେବୀଙ୍କର ଆଗମନ ହୋଇଥାଏ। ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ବି ନିଜ ପରିବାରର ଉନ୍ନତି କରାଇବା ପାଇଁ ଚାହୁଁଛନ୍ତି, ତେବେ ଜନ୍ମାଷ୍ଟମୀର ସନ୍ଧ୍ୟା ପୂର୍ବରୁ ନିଜ ମୁଖ୍ୟ ଦ୍ୱାର ସାମ୍ନାରେ ଦୁଇଟି ସ୍ୱସ୍ତିକକୁ ଅଙ୍କନ କରିବେ। ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି, ତେବେ ଜନ୍ମାଷ୍ଟମୀର ଦିନ ସମୟରେ ମଧ୍ୟ ଆପଣଙ୍କ ମୁଖ୍ୟ ଦ୍ୱାରରେ ଦୁଇଟି ସ୍ୱସ୍ତିକକୁ ଅଙ୍କନ କରିପାରିବେ। ଏହାପରେ ଆପଣମାନେ ତୁଳସୀ ଗଛର ବିଶେଷ ଭାବରେ ପୂଜାର୍ଚ୍ଚନା କରିବେ ଏବଂ ତୁଳସୀ ଗଛ ମୂଳକୁ ଜଳକୁ ନେଇ ତୁଳସୀ ଗଛର ମାଟିରେ ଅର୍ପଣ କରିବେ ଏବଂ ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି, ତେବେ ସେହି ଜଳରେ କଞ୍ଚା କ୍ଷୀର ଏବଂ ହଳଦୀକୁ ମିଶାଇ ତୁଳସୀ ଗଛ ମୂଳରେ ଅର୍ପଣ କରିପାରିବେ, ଯାହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ପରିବାର ଉପରେ ପ୍ରସନ୍ନ ହୋଇଯିବେ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଉନ୍ନତି କାମନା କରିବା ପାଇଁ ଅନେକ ସାରା ଉପାୟ କରିଥାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି ଯେ ଯଦି ବିଶେଷ ଭାବରେ ତୁଳସୀ ଗଛର ପୂଜାର୍ଚ୍ଚନା କରିନେବେ, ତେବେ ସେମାନଙ୍କ ପରିବାର ଉପରେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ବର୍ଷା ହୋଇଥାଏ। ତା ସହିତ ସ୍ୱାମୀ ସ୍ତ୍ରୀଙ୍କର ବୈବାହିକ ଜୀବନ ସୁଖମୟ ହେବା ସହିତ ସେମାନେ ନିଜେ ମଧ୍ୟ ଖୁସିରେ ରହିପାରିଥାନ୍ତି। ଦର୍ଶକ ବନ୍ଧୁ, ଆପଣଙ୍କ ସ୍ୱାମୀଙ୍କର ଜୀବନରେ ଏବଂ ଚାକିରି କ୍ଷେତ୍ରରେ ଉନ୍ନତି କରାଇବା ପାଇଁ ଆପଣମାନେ ଜନ୍ମାଷ୍ଟମୀ ଦିନ ନିଜ ଘରର ଏହି ତିନୋଟି ଜାଗାରେ ତିନୋଟି ଦୀପକୁ ନିଶ୍ଚୟ ପ୍ରଜ୍ୱଳନ କରନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ମା ଲକ୍ଷ୍ମୀଙ୍କୁ ତିନୋଟି ପଦ୍ମଫୁଲ ଅର୍ପଣ କରିବେ, ଯାହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ପରିବାର ଉପରେ କୃପା ଦୃଷ୍ଟିକୁ ବଜାୟ ରଖିବେ। ଦର୍ଶକ ବନ୍ଧୁ, ଆପଣମାନେ ଯେତେବେଳେ ସନ୍ଧ୍ୟା ଦେଉଛନ୍ତି, ସେହି ସନ୍ଧ୍ୟା ସମୟରେ ହିଁ ଆପଣଙ୍କ ଘରର ଏହି ତିନୋଟି ଜାଗାରେ ତିନୋଟି ଦୀପକୁ ନିଶ୍ଚୟ ପ୍ରଜ୍ୱଳନ କରିବେ। ଯଦି ପତି ପତ୍ନୀଙ୍କ ମଧ୍ୟରେ ମନ ମତାନ୍ତର ଦେଖାଦେଉଛି ଏବଂ ଘରେ କଳି ଝଗଡ଼ା ଦେଖାଦେଉଛି, ତେବେ ଏହି ଉପାୟକୁ କରିବା ପରେ ଆପଣଙ୍କ ଘରର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ତା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ। ଯଦି ଆପଣମାନଙ୍କ ନିକଟରେ ଜନ୍ମାଷ୍ଟମୀର ସନ୍ଧ୍ୟା ପୂର୍ବରୁ ଏହି ଭିଡ଼ିଓଟି ପହଞ୍ଚି ସାରିଛି, ତେବେ ଏହାକୁ ହାତଛଡ଼ା କରନ୍ତୁ ନାହିଁ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଆଉ ଡେରି ନକରି ଜାଣିବା ଜନ୍ମାଷ୍ଟମୀର ସନ୍ଧ୍ୟା ସମୟରେ ଘରର କେଉଁ ତିନୋଟି ଜାଗାରେ ତିନୋଟି ଦୀପକୁ ପ୍ରଜ୍ୱଳନ କରିବେ। ଦର୍ଶକ ବନ୍ଧୁ, ଏହାକୁ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଅନେକ ଦିନମାନଙ୍କର ଅଲଗା ଅଲଗା ମହତ୍ତ୍ୱ ରହିଥାଏ। ଯେହେତୁ ଏଥର ଜନ୍ମାଷ୍ଟମୀଟି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇଛି, ସେଥିପାଇଁ ଆପଣମାନେ ଏହି ଦିନ ଏହି ତିନୋଟି ଦୀପକୁ ଜଳାଇ ଦେବା ଦ୍ୱାରା ଆପଣଙ୍କର ଉନ୍ନତି ହୋଇଥାଏ। ଦର୍ଶକ ବନ୍ଧୁ, ଯେମିତିକି ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇଥିଲି ଯେ ଆପଣଙ୍କ ଘରର ଚତୁଃପାର୍ଶ୍ୱକୁ ସଫା କରିଦେବା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ। ଦର୍ଶକ ବନ୍ଧୁ, ଆପଣମାନେ ନିଜ ମୁଖ୍ୟ ଦ୍ୱାରକୁ ଭଲ ଭାବରେ ସଜାଇ ଦେବେ ଏବଂ ଆପଣଙ୍କର ମୁଖ୍ୟ ଦ୍ୱାରକୁ ସଜାଇବା ପାଇଁ ଆମ୍ବ ଡାଳର ତୋରଣ ଲଗାଇବେ। ତା ସହିତ ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ସ୍ୱସ୍ତିକଟିକୁ ଅଙ୍କନ କରିଥିବେ।
दर्शक बंधु जदि आपणक द्वारा संभव हेउची तेबे कलश को आपणक मुख्य द्वार रे स्थापना कराई परिबे। ता सहित आपण माने चाहिए आपणक मुख्य द्वार रे माँ लक्ष्मींकर पाद पद्म को मध्य आंकी पारिबे। जदि आपणक मुख्य द्वार रे माँ लक्ष्मींकर पाद पद्म को अंकन करिवे तेबे माँ लक्ष्मी आपणक घर को आगमन करिवे। जदि आपणक परिवारर उन्नति कराइबा पई चाहुचंती तेबे माँ लक्ष्मी एवं नारायण को प्रसन्न कराइबा बहुत जरूरी अटे। दर्शक बंधु आपण माने तुलसी गछ मूलरे जल को अर्पण करि सारिबा परे तुलसी गछर मूलरे गोटिए घियर दीप को प्रज्वलन करिवे। काहेकि ना तुलसी गछरे लक्ष्मी नारायण वास करिथांती एवं आपण माने चाहिए माँ लक्ष्मी को प्रसन्न कराई पारिबे। काहेकि ना तुलसी गछरे माँ लक्ष्मी एवं नारायण निवास करिथांती। जदि आपणकर अजाणतरे कौनसी भूल हो जाई थाए तेबे सेई दीपटी को लगाइबा द्वारा माँ लक्ष्मी आपणकर सेई भूलटी को क्षमा करि दियंती। दर्शक बंधु आपण माने गोटिए कथार ध्यान रखिबे। जन्माष्टमी दिन लक्ष्मी नारायण सहित श्रीकृष्णकर फोटो को मध्य आपण माने विशेष भाव में पूजार्चना करिवे। जहाद्वारा यह उपायटी कले आपण माने निज जीवन में उन्नति करिपारिबे। ता सहित आपणकर जहाँ भी किछि अधा अधूरा मनस्कामना अछि से सब मध्य लक्ष्मी नारायण पूरण करिदेबे एवं आपणक स्वामी निज जीवन में उन्नति करने सहित से माने निज चाकरी क्षेत्र में मध्य शुभ फल प्राप्त करिथांती। दर्शक बंधु आपण माने सेई तीनोटी दीप को प्रज्वलन करने समय रे ओम लक्ष्मी नारायणाय नमः नचेत जय श्रीकृष्ण कही सेई दीपटी को प्रज्वलन करिपारिबे। दर्शक बंधु जेमिति कि आपण माने जानिछंती समस्त देवादेवी माने आपणक मुख्य द्वार बाटे ही प्रवेश करिथांती। सेथिपाई जन्माष्टमी संध्या समय रे आपणक मुख्य द्वार बाम पटरे गोटिए घियर दीप को प्रज्वलन करिवे एवं आपण माने सेई दीपटी को लगाइबा समय रे सेई दीपरे अलैच एवं कर्पूर को पकाई देबे। दर्शक बंधु आपण माने सेई दीपटी को लगाइबा पई आपणकर मुख्य द्वार बाहर को चली जिबे एवं आपणक मुह रहिब आपणक घर दिग को एवं आपणकर बाम हाथटी जेउ दिगरे रहुथिबा सेही दिगरे गोटिए घियर दीप को प्रज्वलन करिवे। दर्शक बंधु आपण माने निज मुख्य द्वार रे सेही दीपटी को प्रज्वलन करने समय रे गोटिए कथार ध्यान रखिबे। सेही दीपटी को आपण तले लगाइबे नहीं, ता परिवर्ते किछि अरुआ चाउल नचेत श्वेत धान को रखी ता उपरे दीपटी को रखिदेबे एवं सेही दीपटी को लगाई सारिबा परे आपण माने निजर जहाँ भी किछि असुविधा अछि माँ लक्ष्मी एवं नारायण को जणाई देबे। दर्शक बंधु यह थिला प्रथम स्थान। आपण माने जन्माष्टमी संध्या समय रे घरर यही जगार प्रथम दीपटी को प्रज्वलन करिवे। एबे आसंतु जानिबा आपण माने द्वितीय दीपटी को केउ जगार प्रज्वलन करिवे। तेबे सेही द्वितीय स्थानटी हेउची आपणक घरर रोषेई घर। जेमिति कि आपण माने जानिचंती माँ लक्ष्मी को अन्नपूर्णा बोली कुहा जाई थाए एवं माँ अन्नपूर्णा आपणक रोषेई घरे वास करिथांती। आगे हाँ दर्शक बंधु जो घरे लक्ष्मी नारायणकर आशीर्वाद प्राप्त होई थाए सेही घरे केबे हेले भी धन अन्नर कमी हुए नहीं। सेथिपाई आपण माने निज घरर उन्नति कामना करी रोषेई घरे गोटिए घियर दीप को प्रज्वलन करिवे। जहाद्वारा लक्ष्मी नारायणकर विशेष आशीर्वाद आपणक परिवार उपरे सदासर्वदा बनी रहिब। दर्शक बंधु आपणक रोषेई घरर उत्तर दिगरे गोटिए घियर दीप को आपण माने प्रज्वलन करिवे। एही दीपटी को प्रज्वलन करिबा द्वारा आपणक घरो धन अन्नर केबे हेले भी कमी हेब नाही। दर्शक बंधु यह थिला द्वितीय स्थान। एबे आसंतु जानिबा तृतीय स्थान विषय रे। तेबे तृतीय स्थानटी हेउची आपणक घरर ठाकुर घर। आपण माने तो प्रत्येक दिन भगवान को प्रसन्न कराइबा पई धूप एवं नैवेद्य अर्पण करुथिबे एवं जन्माष्टमी रे श्रीकृष्ण सहित लक्ष्मी नारायण को मध्य विशेष भाव में पूजार्चना करिबा उचित। जदि आपण माने संध्या समय रे लक्ष्मी नारायण सहित श्रीकृष्णकर विशेष भाव में पूजार्चना करती तेबे आपणकर भाग्य राताराति परिवर्तन होइजिब। दर्शक बंधु जदि आपण माने एही सब उपाय को करि नेउचंती तेबे आपणक घर उपर को केबे हेले भी संकट आसीब नाही। काहेकि ना भगवानक सहित दीप द्वारा ही आमर संबंध होई थाए।
ସେଥିପାଇଁ ଆପଣମାନେ ସନ୍ଧ୍ୟା ସମୟରେ ନିଜ ଠାକୁର ଘରେ ଯେଉଁ ଦୀପଟିକୁ ପ୍ରଜ୍ୱଳନ କରିବେ ସେଥିରେ ଅଳେଇଚ, ଲବଙ୍ଗ ଏବଂ କିଛି କର୍ପୂର ମିଶାଇ ସେହି ଦୀପଟିକୁ ପ୍ରଜ୍ୱଳନ କରିବେ। ତେବେ ଯେଉଁମାନେ ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ସେମାନେ ନିଜ ଜୀବନରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି, ତେବେ ଜନ୍ମାଷ୍ଟମୀର ସନ୍ଧ୍ୟା ସମୟରେ ନିଜ ଘରର ଏହି 3ଟି ଜାଗାରେ ଦୀପଟିକୁ ଲଗାଇ କରି ଦେଖନ୍ତୁ। ଦେଖିବେ ଆପଣଙ୍କ ଜୀବନରୁ ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ଅନ୍ତ ହୋଇଯିବ ଏବଂ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ। ତା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଯଦି ଆପଣଙ୍କର ବିଶ୍ୱାସ ହେଉନାହିଁ, ତେବେ ଥରେ ମାତ୍ର ଏହାର ପରୀକ୍ଷା ମଧ୍ୟ କରିପାରିବେ। ଏହି ଉପାୟଟି କରିବା ପରେ ଆପଣମାନେ ନିଜେ ହିଁ ଦେଖିବେ ଆପଣଙ୍କ ଜୀବନରେ କେତେ ମାତ୍ରାରେ ଉନ୍ନତି ହେଉଛି। ଆଜ୍ଞା ହଁ ଦର୍ଶକ ବନ୍ଧୁ, ନା କି ଏହି ଉପାୟଟି କରିବା ପରେ ଆପଣଙ୍କର ଧନଜନିତ ସମସ୍ୟା ଦୂର ହୋଇଯିବ। ତା ସହିତ ଆପଣଙ୍କ ପରିବାରର ବର୍ଷ ବର୍ଷର ଦୁଃଖ ଦାରିଦ୍ରତା ସବୁଦିନ ପାଇଁ ଦୂର ହୋଇଯିବ। ଆସୁଥିବା ସମୟରେ ଆପଣଙ୍କର ଭାଗ୍ୟ ଖୁବ୍ ଶୀଘ୍ର ବଦଳିଯିବ। ଦର୍ଶକ ବନ୍ଧୁ, ଏହା ଥିଲା ସେହି 3ଟି ଜାଗା ଯାହାକୁ ଆପଣମାନେ ଜନ୍ମାଷ୍ଟମୀର ସନ୍ଧ୍ୟା ସମୟରେ ନିଜ ଘରେ ପ୍ରଜ୍ୱଳନ କରିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖିଦିଅନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।